ଦର୍ଶକ ବନ୍ଧୁ, ଜୀବନର ସତ୍ୟ ରହସ୍ୟ ଆଜି ମୁଁ କହିବାକୁ ଯାଉଛି। ପ୍ରତି ସମୟରେ ପ୍ରତି ମୁହୂର୍ତ୍ତରେ ଲୋକମାନେ ମରୁଛନ୍ତି ଏବଂ ଯମାଳୟକୁ ଯାଉଛନ୍ତି। କିନ୍ତୁ ଯେଉଁମାନେ ବଞ୍ଚୁଛନ୍ତି ସେମାନେ ଭାବୁଛନ୍ତି ଆମର ମୃତ୍ୟୁ ନାହିଁ, ଆମେ ବହୁତ ଦିନ ବଞ୍ଚିବୁ। ଏ ହେଉଛି ବଡ଼ ଆଶ୍ଚର୍ଯ୍ୟ କଥା। ମୁଁ ଏଇ ମୃତ୍ୟୁ ବିଷୟରେ ଏକ କାହାଣୀ କହିବାକୁ ଯାଉଛି, ମନ ଦେଇକି ଶୁଣନ୍ତୁ। ମୃତ୍ୟୁ କଥା ଶୁଣିଲେ ସମସ୍ତଙ୍କ ମନରେ ଭୟ ଆସେ ଓ ରହସ୍ୟ ଉଦ୍ଭବ ହୁଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଦେହ ଛାଡ଼ିବା ପରେ ଆତ୍ମା କ'ଣ କରେ? ଆତ୍ମା ଶରୀରରୁ ବିଚ୍ଛିନ୍ନ ହୋଇଯାଏ। ମୃତ୍ୟୁ ସମୟରେ ଆତ୍ମା ଶରୀରରୁ ବାହାରି ଆସେ। ଶରୀରରୁ ସେଇ ଭାବେ ଛାଡ଼େ ଯେପରିକି ଲୋକେ ପୁରୁଣା ବସ୍ତ୍ର ବାହାର କରନ୍ତି। କିନ୍ତୁ ଜୀବନର ଚିତ୍ରପଟ ଲୋକମାନଙ୍କ ଆଗରେ ତାହା ଦେଖାଯାଏ ନାହିଁ। ଦେହ ଛାଡ଼ିବା ପରେ ଆତ୍ମା ନିଜର ସମସ୍ତ ଜୀବନକୁ ଦେଖିଥାଏ, ଅର୍ଥାତ୍ ନିଜର କର୍ମମୟ ଜୀବନ, ଶୈଶବକାଳ, ଯୁବକାଳ, ସୁଖ ଦୁଃଖ, ସତ୍କର୍ମ ଏବଂ ପାପକର୍ମ ସବୁକିଛି ଦେଖିଥାଏ ସେ। ମୃତ୍ୟୁ ପରେ ଯମଦୂତ ଓ ପଥ ଦୁଇଟି ତାଙ୍କ ପାଖରେ ଆସି ଉପସ୍ଥିତ ହୁଏ। ଶାସ୍ତ୍ର କୁହେ, ଯମଦୂତ ବା ଦୈବୀୟ ଶକ୍ତି ଆତ୍ମାକୁ ଆଗକୁ ନେଇଯାଆନ୍ତି। ସତ୍କର୍ମର କରିଥିଲେ ଆଲୋକ ପଥରେ ଯିବାକୁ ହୁଏ ଏବଂ ପାପକର୍ମ କରିଥିଲେ ଅନ୍ଧକାର ପଥରେ ଯିବାକୁ ହୋଇଥାଏ। କେହି ଆତ୍ମା ପିତୃଲୋକକୁ ଯାଆନ୍ତି, ପୂର୍ବଯୋଗ ସହ ମିଳନ କରନ୍ତି, ଆଉ କେହି ପୁନର୍ଜନ୍ମ ପାଇବା ପାଇଁ ପୃଥିବୀକୁ ପୁଣି ଥରେ ଫେରି ଆସନ୍ତି। ଯେଉଁ ଆତ୍ମା ସତ୍ୟ, ଧର୍ମ ଓ ପ୍ରେମରେ ବଞ୍ଚିଥାଏ ସେ ପୁନର୍ଜନ୍ମରେ ଆସିନଥାଏ। ସେ ବ୍ରହ୍ମ ସହ ଏକାତ୍ମାରେ ଲୀନ ହୋଇଥାଏ। କିନ୍ତୁ ଯେଣୁ ମୃତ୍ୟୁ ଶେଷ ନୁହେଁ, ଏକ ନୂଆ ଯାତ୍ରା। ଶରୀର ନଶ୍ୱର କିନ୍ତୁ ଆତ୍ମା ଅମର। ଦର୍ଶକ ବନ୍ଧୁ, କାହାଣୀଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ। ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ। ମୁଁ ଆର ଭିଡ଼ିଓକୁ ନୂତନ କାହାଣୀ ନେଇକି ଆସିବି, ଶିକ୍ଷଣୀୟ। ଦର୍ଶକ ବନ୍ଧୁ, ରହୁଛି। ଜୟ ଜଗନ୍ନାଥ।